नमस्कार ମୁଁ ଜଗଦୀଶ ଆପଣଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ସମାଚାର ଓଡ଼ିଶାରେ ପ୍ରତ୍ୟାବର୍ତ୍ତନ କରିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ହୋଇଥିବା ବେଳେ ଆଜି ସକାଳ ସମୟରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଓଡ଼ିଶାରୁ ଫେରିଯିବ ମୌସୁମୀ। ଓଡ଼ିଶାରେ 2-3 ଦିନ ଭିତରେ ମୌସୁମୀ ଲେଉଟିବା ଆରମ୍ଭ ହେବ ଏବଂ ମୌସୁମୀ ଲେଉଟିଲା ପାଇଁ ପାଗ ଅନୁକୂଳ ରହିଥିବା ବେଳେ 4 ମାସ 13 ଦିନ ରହଣି ପରେ ଏବେ ଓଡ଼ିଶାକୁ ଛାଡ଼ିବାକୁ ପ୍ରସ୍ତୁତ ହେଉଛି ମୌସୁମୀ ବାୟୁ। ଏହା ସହିତ ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ସମୁଦ୍ର ପତନଠାରୁ 3.1 କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗତକାଲି ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିଲା ଏବଂ ଅନ୍ୟ ଜିଲ୍ଲାଗୁଡ଼ିକ ଶୁଖିଲା ରହିଥିଲା। କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ରାଜ୍ୟରେ ଆଜି ବର୍ଷା ହେବ। ବର୍ଷା ଛାଡ଼ିବା ପରେ ଶୀତ ବଢ଼ିବ ଏବଂ 15 ତାରିଖରେ ରାଜ୍ୟରେ ଶୀତ ପଡ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ କେନ୍ଦ୍ର। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଭୁବନେଶ୍ୱର ସାଂସଦ ଓ ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଥିଲେ। ସେ ନବୀନଙ୍କୁ ପ୍ରଣାମ କରି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ଓ ଆଶୀର୍ବାଦ ନେବା ସହିତ ସୋସିଆଲ ମିଡିଆରେ ଅପରାଜିତା ଏହି ଭେଟକୁ ସୁନ୍ଦର ଫଟୋ ବୋଲି ବର୍ଣ୍ଣନା କରିବା ସହିତ ରାଜନୈତିକ ମହଲରେ ଏହି ଭେଟକୁ ଦଳୀୟ ସୀମା ଉପରେ ବ୍ୟକ୍ତିଗତ ସମ୍ପର୍କର ପ୍ରତୀକ ବୋଲି ଦେଖାଇବା ସହ ମିଳିଥିବା ସୂଚନା ଅନୁଯାୟୀ ଅପରାଜିତାଙ୍କ ଝିଅ ବାହାଘର ଅବସରରେ ସେ ନିମନ୍ତ୍ରଣ ପାଇଁ ଯାଇଥିଲେ। ଏହା ସହିତ ତାଙ୍କ ସ୍ୱାମୀ ସନ୍ତୋଷ ଷଡ଼ଙ୍ଗୀ ମଧ୍ୟ ଥିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କାର୍ତ୍ତିକ ମାସରେ ପରିବା ଦର ଆକାଶଛୁଆଁ। ଲଘୁଚାପ ବର୍ଷା ଓ ଚାଷ କ୍ଷେତ୍ରରେ ପ୍ରଭାବ ହୋଇଛି ରେଟ୍। କାର୍ତ୍ତିକ ମାସ ଆରମ୍ଭ ହେବା ସହିତ ଅଧିକାଂଶ ଲୋକ ନିରାମିଷ ଖାଦ୍ୟ ଖାଉଥିବାରୁ ପନିପରିବା ଉପରେ ଚାହିଦା ବେଶି ବଢ଼ିଛି। କିନ୍ତୁ ଲଗାତାର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ଅନେକ ଜିଲ୍ଲାରେ ପରିବା ଚାଷ ଓ ଆମଦାନୀ କମିଯାଇଥିବାରୁ ବଜାରରେ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ହୋଲସେଲ ବ୍ୟବସାୟୀମାନଙ୍କ କଥା ଅନୁସାରେ ପୂର୍ବରୁ ଯେଉଁ ପରିବା 200 ଟଙ୍କାରେ ମିଳୁଥିଲା ବର୍ତ୍ତମାନ 250 ଟଙ୍କା ଦେଇ ମଧ୍ୟ ବ୍ୟାଗ ପୁରୁନଥିବାରୁ ଆଳୁକୁ 25 ଟଙ୍କା, ପିଆଜ 35, ଟମାଟୋ 50, ବିନ୍ସ 120, ଫୁଲକୋବି 80 ଓ କଞ୍ଚା ଲଙ୍କା 100 ଟଙ୍କାକୁ ପହଞ୍ଚିଛି। ବାଲିଗୁଡ଼ା ଓ ନୟାଗଡ଼ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ପନିପରିବା ଚାଷ ନଷ୍ଟ ହୋଇ ସାରିଥିବାରୁ ଅନେକ ଚାଷୀ ଧାନ ଓ ପରିବା ଛାଡ଼ି ଗଞ୍ଜେଇ ଚାଷକୁ ଆପଣେଇଛନ୍ତି। ଏହା ଫଳରେ ଗଞ୍ଜାମ ଓ ଛତିଶଗଡ଼, ଆନ୍ଧ୍ରପ୍ରଦେଶରୁ ଆମଦାନୀ ଉପରେ ନିର୍ଭର ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ବାହାରର ଜିଲ୍ଲା ବ୍ୟବସାୟୀମାନେ ଅଧିକ ଟଙ୍କା ଦେଇ ପରିବା ନେଉଥିବାରୁ ଦର ବୃଦ୍ଧି ଘଟିଛି। ପ୍ରଶାସନ ତରଫରୁ ନିୟନ୍ତ୍ରଣ ନ ଥିବାରୁ ବ୍ୟବସାୟୀ ଓ ଚାଷୀ ମନରେ ମାନମାନି ଦରରେ ବିକ୍ରି କରୁଛନ୍ତି ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବନ୍ଦ ହୋଇପାରେ ବିୟର କ୍ୟାନ୍। ଭାରତରେ ଭାଜପା ବିୟର ଶିଳ୍ପ ଆଲୁମିନିୟମ କ୍ୟାନ୍ର ଭାରି ଅଭାବ ସମସ୍ୟାରେ ପଡ଼ିଥିବା ବେଳେ ଏହି ପରିସ୍ଥିତିରେ ବ୍ରୁଅର୍ସ ଆସୋସିଏସନ ଅଫ୍ ଇଣ୍ଡିଆ BAA ସରକାରଙ୍କୁ ଗୁଣବତ୍ତା ନିୟନ୍ତ୍ରଣ ମାନଦଣ୍ଡ QCOରେ ଏକ ସ୍ୱଳ୍ପକାଳୀନ ଛାଡ଼ ଦେବାକୁ ଅନୁରୋଧ କରିଛନ୍ତି। ଏହା ସହିତ BAA ଅନୁସାରେ ବିୟର ଶିଳ୍ପ ପ୍ରତିବର୍ଷ ପ୍ରାୟ 120ରୁ 130 ନିୟୁତ ବା 500 ମିଲି କ୍ୟାନ୍ର ଅଭାବ ଭୋଗୁଛି, ଯାହା ମୋଟ ବିକ୍ରିର ପ୍ରାୟ 20% ହୋଇଥିବାବେଳେ ଏହାଦ୍ୱାରା ସରକାର ରାଜସ୍ୱରେ 1300 କୋଟି ଟଙ୍କା କ୍ଷତି ଆଶଙ୍କା ରହିଛି। ସରକାର 1 ଏପ୍ରିଲ 2025ରୁ ଆଲୁମିନିୟମ କ୍ୟାନ୍ରେ BIS ସାର୍ଟିଫିକେଟ୍ ଅଧୀନ ଆଣିଛି ଏବଂ ଯାହା ଯୋଗାଣ ସଂକଟ ସୃଷ୍ଟି କରିଛି। ଦେଶର ପ୍ରମୁଖ ଯୋଗାଣକାରୀ ବଲ୍ ବେଭେରେଜ ପ୍ୟାକେଜ ଇଣ୍ଡିଆନ ଓ କ୍ୟାନ୍ ଫ୍ୟାନ୍ ଇଣ୍ଡିଆନ ଆଗକୁ 100% କ୍ଷମତା ଲାଗୁ କରୁଛି ଏବଂ BIA ଚାହୁଁଛି ଯେ BIS ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବା ଆନ୍ତର୍ଜାତିକ ଯୋଗାଣକାରୀମାନେ ପ୍ରକ୍ରିୟା ସମାପ୍ତ ହେଉ ଅବଧି ବିନା BIS ସାର୍ଟିଫିକେଟ୍ ଆବେଦନ କରିପାରନ୍ତୁ। ବର୍ତ୍ତମାନ ସରକାର ସେପ୍ଟେମ୍ବର 30, 2025 ପର୍ଯ୍ୟନ୍ତ ସମୟ ଦେଇଥିଲେ କିନ୍ତୁ ଶିଳ୍ପ ମହଲରେ ଏହା ଯଥେଷ୍ଟ ନୁହେଁ ବୋଲି ଶିଳ୍ପ ମହଲ କହିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ଆବାସିକ ମଧ୍ୟରେ ଭୁବନେଶ୍ୱରରେ ପଣ୍ଡାଠାରେ ଅତ୍ୟାଧୁନିକ ମାଛ ମାର୍କେଟ ଓ ସମ୍ବଲପୁରରେ ବସନ୍ତପୁରରେ ଏକ ବୃହତ୍ ଆକ୍ୱା ପାର୍କ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି ଯେ ରାଜ୍ୟରେ କୃଷି ଓ ମତ୍ସ୍ୟ କ୍ଷେତ୍ରରେ ବିପ୍ଳବ ଆଣିବାର ଲକ୍ଷ୍ୟ ନିଆଯାଇଛି। 6 ଏକର ଜମିରେ ହୋଇଥିବା ଏହି ପଣ୍ଡାରଠାରେ ମାଛ ମାର୍କେଟ ପାଇଁ 59.13 କୋଟି ବିନିଯୋଗ ହୋଇଥିବା ବେଳେ ଯାହାର 30 କୋଟି କେନ୍ଦ୍ର ସରକାର ଓ 29.19 କୋଟି ରାଜ୍ୟ ସରକାର ଦେବ। ଏଠାରେ 185 ଦୋକାନ ରହିବ ଏବଂ ପ୍ରାୟ 200,000 ଲୋକଙ୍କୁ ପରୋକ୍ଷ ରୋଜଗାର ମିଳିବ। ଏହା ସହିତ ସେହିପରି ସମ୍ବଲପୁରଠାରେ 55.47 ଏକର ଜାଗାରେ 100 କୋଟି ଟଙ୍କାର ଆକ୍ୱା କଲଚର ପାର୍କ ହେବ, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର 60-40 ଅନୁପାତରେ ବିନିଯୋଗ କରିବେ। ଏହି ପ୍ରକଳ୍ପ ପୂର୍ବ ଭାରତର ପ୍ରଥମ ଆକ୍ୱା କଲଚର ପାର୍କ ହେବ ବୋଲି ନୀଳ ବିପ୍ଳବ ଆଣିବ। ଏହା ସହିତ ପ୍ରଧାନମନ୍ତ୍ରୀ ଆଉ 2ଟି ଯୋଜନା ଘୋଷଣା କରିଛନ୍ତି। ପ୍ରଥମ ହେଉଛି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଶସ୍ୟ ଆତ୍ମନିର୍ଭର ମିଶନ। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଯୋଜନାଗୁଡ଼ିକ ଚାଷ ଆୟ 2 ଗୁଣ କରିବ ଏବଂ ଆତ୍ମନିର୍ଭର ଓଡ଼ିଶା ଗଠନ କରିବ। 6 ବର୍ଷ ପରେ 1.44 ଲକ୍ଷ କୋଟି
କୋଟି ଚାଷୀ ପାଇଁ ବ୍ୟୟ ହେବ ଏବଂ 1.7 କୋଟି କୃଷକ ଲାଭ ଉଠାଇବେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଭୂସ୍ଖଳନ ଯୋଗୁଁ ଦୀର୍ଘ 25 ଦିନ ହେଲା କଳିଙ୍ଗ ଘାଟି ଦେଇ ଯାଉଥିବା 157 ନମ୍ବର ଜାତୀୟ ରାଜପଥ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଥିଲା। ଗତ ମାସ 16 ତାରିଖରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ 50 ମିଟର ରାସ୍ତା ଭାସି ବିରାଟ ଖାଲ ସୃଷ୍ଟି ହୋଇଥିବା ବେଳେ 17 ତାରିଖରେ ରାଜ୍ୟ ରାଜପଥ ବିଭାଗ ଦ୍ୱାରା ଏକ ବେସରକାରୀ ଠିକା ସଂସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରୁଥିଲେ। ଗୁରୁବାରଠାରୁ ଶେଷ ପର୍ଯ୍ୟାୟରେ କଂକ୍ରିଟ କାମ ଚାଲିଥିବା ବେଳେ ଗତ ଶନିବାର ପ୍ରବଳ ବର୍ଷା ଯୋଗୁଁ ସେହିଦିନ ପଡ଼ିଥିବା କଂକ୍ରିଟ ପାହାଡ଼ ପାଣିରେ ପ୍ରଖର ସ୍ରୋତରେ ଭାସି ଯାଇଥିବା ସୂଚନା ଆସିଛି। ଏଥିସହ ଭୂସ୍ଖଳନ ଆଶଙ୍କା କରି କାମ କରୁଥିବା ଶ୍ରମିକ ସ୍ଥାନ ଛାଡ଼ି ଦେଇଥିଲେ ଏବଂ ତେବେ ଗତ ରବିବାର ସକାଳୁ ଜଣାପଡ଼ିଛି ଯେ କେତେ କ୍ଷତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଥିବାରୁ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ସୀମାବର୍ତ୍ତୀ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଅକ୍ଟୋବର ମାସରେ ବ୍ୟାଙ୍କ ବନ୍ଦ ତାଲିକା ପ୍ରକାଶ ପାଇଛି, ଯାହା ଜାଣି ଆପଣ ବ୍ୟାଙ୍କ ଯିବେ ନା ନାହିଁ ନିଶ୍ଚିତ କରିପାରିବେ। ସାରା ଦେଶରେ ଅକ୍ଟୋବର ମାସରେ ଅନେକ ଦିନ ବ୍ୟାଙ୍କ ଛୁଟି ରହିବାର ସମ୍ଭାବନା ରହିଥିବା ବେଳେ ଆରବିଆଇ ନିୟମ ଅନୁଯାୟୀ ପ୍ରତି ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ଛୁଟି ରହିବ ବ୍ୟାଙ୍କ। ଏହା ସହିତ ଦୀପାବଳି ଓ ଆଞ୍ଚଳିକ ପର୍ବ ପାଇଁ ବିଭିନ୍ନ ଦିନରେ ଛୁଟି ରହିବ ବ୍ୟାଙ୍କ। ଏହା ସହିତ ତାଲିକା ମଧ୍ୟ ପ୍ରକାଶ ପାଇଛି। ଅକ୍ଟୋବର 28 ଶନିବାର ବିହୁ ଗୌହାଟୀରେ ବନ୍ଦ ରହିବ ବ୍ୟାଙ୍କ ଏବଂ ଅକ୍ଟୋବର 19 ରବିବାର ସାରା ଭାରତ ସାପ୍ତାହିକ ଛୁଟି ରହିଥିବା ବେଳେ ଅକ୍ଟୋବର 20 ସୋମବାର ଦୀପାବଳି କାଳୀପୂଜା ଅନେକ ସହରରେ ବନ୍ଦ ରହିବ ବ୍ୟାଙ୍କ। ଅକ୍ଟୋବର 21 ଦୀପାବଳି ଗୋବର୍ଦ୍ଧନ ପୂଜା ଏବଂ ଭୁବନେଶ୍ୱର, ମୁମ୍ବାଇ, ନାଗପୁର ସହିତ ବିଭିନ୍ନ ସ୍ଥାନରେ ବନ୍ଦ ରହିବ ବ୍ୟାଙ୍କ। ଅକ୍ଟୋବର 22 ତାରିଖ ବାଲି ପ୍ରତିପଦ, ନୂଆପର୍ଷ ଏବଂ ଅହମ୍ମଦାବାଦ, କୋଲକାତା ଆଦି ସହରରେ ବନ୍ଦ ରହିବ ବ୍ୟାଙ୍କ। ଅକ୍ଟୋବର 23 ତାରିଖ ଭାଇ ବିଧୂ ବା ଚିତ୍ରଗୁପ୍ତ ଜୟନ୍ତୀ ହୋଇଥିବା ଅନେକ ରାଜ୍ୟରେ ଏହା ଦିନ ବନ୍ଦ ରହିବ ବ୍ୟାଙ୍କ। ଅକ୍ଟୋବର 25 ଶନିବାର ଚତୁର୍ଥ ଶନିବାର ରହିଥିବାରୁ ସାରା ଭାରତରେ ବନ୍ଦ ରହିବ ବ୍ୟାଙ୍କ। ଏହା ସହିତ ଅକ୍ଟୋବର 26 ରବିବାର ସାପ୍ତାହିକ ଛୁଟି। ଅକ୍ଟୋବର 27 ଓ 28 ଛଟା ପୂଜା ଓ ପଟନା, ରାଞ୍ଚି, କୋଲକାତାରେ ବନ୍ଦ ରହିବ ବ୍ୟାଙ୍କ। ଅକ୍ଟୋବର 31 ଶୁକ୍ରବାର ସର୍ଦ୍ଦାର ପଟେଲ ଜୟନ୍ତୀ ଏବଂ ଅହମ୍ମଦାବାଦରେ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ଆସିଛି। ଏହା ସହିତ ବ୍ୟାଙ୍କ କାମ ଯୋଜନା ପାଇଁ ପୂର୍ବରୁ ଏହି ତାରିଖ ଗୁଡ଼ିକ ଯାଞ୍ଚ କରନ୍ତୁ ଏବଂ ବ୍ୟାଙ୍କକୁ ଯାଆନ୍ତୁ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ।